ରାଜକୁମାର ବାବୁ, ଆପଣଙ୍କର ମାତା, ପିତା, ପରିବାରର ଅନ୍ୟ ସଦସ୍ୟ ସମସ୍ତଙ୍କ ଉପରେ ଉଗ୍ର ତନ୍ତ୍ରକ୍ରିୟା କରିକି ରଖାଯାଇଛି। ଯେପରିକି ଅକାଳ ମୃତ୍ୟୁ ଯୋଗ ହେବ। ଠିକ୍ ଅଛି? ତଥା ଆପଣଙ୍କୁ ବୈଷ୍ଣବ ଦେବୀ ଏବେ ଯିବାର ନାହିଁ ଯେ ପର୍ଯ୍ୟନ୍ତ 5ଟି ପେଶି ନ ହୋଇଛି। କାରଣ ସେହି ବାଟରେ ହିଁ ଆପଣଙ୍କର କାଳ ଅଛି। କାରଣ ତାନ୍ତ୍ରିକ ଏପରି ତନ୍ତ୍ରକ୍ରିୟା କରିଛି ଯେପରି ଆପଣ ବୈଷ୍ଣବ ଦେବୀ ଯିବେ ଏବଂ ସେହିଠାରେ ହିଁ ଆପଣଙ୍କର କାଳ ହୋଇଯିବ। ଏପରି ତନ୍ତ୍ରକ୍ରିୟା କରାଯାଇଛି। ତଥା ଆପଣଙ୍କର ନାମ ରାଜକୁମାର, କିନ୍ତୁ ଜୀବନ ରଙ୍କ ପରି ହୋଇଯାଇଛି। ମାନେ ଭିକାରୀଙ୍କ ପରି ହେଇଯାଇଛି। ଆପଣଙ୍କ ଭାଗ୍ୟର ଧନ ନଷ୍ଟ ହୋଇସାରିଛି। ବୈଭବ ନଷ୍ଟ ହେଇଯାଇଛି। ଐଶ୍ୱର୍ଯ୍ୟ ନଷ୍ଟ ହେଇଯାଇଛି। ବିବାହ କରିବାର ଯୋଗକୁ ମଧ୍ୟ ଆପଣଙ୍କର ନଷ୍ଟ କରିଦିଆଯାଇଛି। ଯେପରି ବିବାହ ହେଲେ ଆପଣଙ୍କର ସ୍ତ୍ରୀ ଆପଣଙ୍କୁ ଛାଡ଼ିକି ଚାଲିଯିବେ କୁଆଡ଼େ। ତଥା ଇଏ ଆକ୍ସିଡେଣ୍ଟ କରଉଛି, ଆପଣଙ୍କୁ ବିଭିନ୍ନ ରୋଗରେ ପକଉଛି ତଥା ଆପଣଙ୍କର ଭଉଣୀମାନଙ୍କୁ ବିଭିନ୍ନ ରୋଗରେ ଆକ୍ରାନ୍ତ କରୁଛି। ଜଣଙ୍କର ବିବାହକୁ ଭାଙ୍ଗି ଦେଇଛନ୍ତି, ଆଉ ଜଣଙ୍କର ମୁଣ୍ଡରେ ପୀଡ଼ା ହେଉଛି। ଅସ୍ଥିମାନଙ୍କୁ ଭାଙ୍ଗି ଦିଆଯାଇଛି, ତାର ତନ୍ତ୍ରକ୍ରିୟା କରାଯାଇଛି। ବାହନରୁ ପଡ଼ିଯିବେ କିମ୍ବା କୋଉ ଜାଗାରେ ଯାଉଥିବେ ପଡ଼ିଯିବେ ସେପରି କରାଯାଇଛି। କିମ୍ବା ଆକ୍ସିଡେଣ୍ଟ ହେଇଯିବ ଏବଂ ତା ଦ୍ୱାରା ଆପଣଙ୍କର ମୃତ୍ୟୁ ହେବ, ସେପରି ତନ୍ତ୍ର। ପିତାଙ୍କୁ ରକ୍ତ ବାଣ ମରା ଯାଇଥିଲା, ଯାହାକି ତାଙ୍କର ଯାଇକି ଫୁସଫୁସରେ ବାଜିଥିଲା ଏବଂ ଫୁସଫୁସକୁ ଡ୍ୟାମେଜ କରିଦେଇଥିଲା ଏବଂ ସେଇଠୁ ତାଙ୍କର କମ୍ପ୍ଲିକେସନ ଆରମ୍ଭ। ଚିନ୍ତାର କଥା ନାହିଁ, ସବୁ ଠିକ୍ ହବ।